ନମସ୍କାର, ଜୟ ଜଗନ୍ନାଥ। ପିଲାମାନେ ଆଜି ଆମେ ଭାରତର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ବିଷୟରେ ଜାଣିବା। ଯେଉଁମାନେ ବି ପ୍ରଥମ ଥର ଚ୍ୟାନେଲକୁ ଆସିଛନ୍ତି ଦୟାକରି ଭିଡ଼ିଓଟିକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଭାରତର ରାଷ୍ଟ୍ରପତି ମାନେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ଯିଏକି ହେଉଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ତାପରେ ନେକ୍ସଟ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମାନେ ପ୍ରାଇମ୍ ମିନିଷ୍ଟର ଅଫ୍ ଇଣ୍ଡିଆ ଯିଏକି ହେଉଛନ୍ତି ଶ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି 4ଟି ଡିପାର୍ଟମେଣ୍ଟରେ ଅଛନ୍ତି, ଯେଉଁଗୁଡ଼ାକ ହେଉଛି ମିନିଷ୍ଟର ଅଫ୍ ପର୍ସନାଲ, ତାପରେ ପବ୍ଲିକ୍ ଗ୍ରେଭିଏନ୍ସ ଆଣ୍ଡ ପେନସନ୍ ଡିପାର୍ଟମେଣ୍ଟ, ତାପରେ ଡିପାର୍ଟମେଣ୍ଟ ଅଫ୍ ଆଟମିକ୍ ଏନର୍ଜି, ତାପରେ ଡିପାର୍ଟମେଣ୍ଟ ଅଫ୍ ସ୍ପେସ୍। ଏହି 4ଟିକୁ ମଧ୍ୟ ଆପଣମାନଙ୍କୁ ମନେ ରଖିବାକୁ ପଡ଼ିବ। ତାପରେ ନେକ୍ସଟ ଆମେ ଯିବା ଭାରତର ଡିଫେନ୍ସ ମିନିଷ୍ଟର ମାନେ ଡିଫେନ୍ସ ମିନିଷ୍ଟର ଅଫ୍ ଇଣ୍ଡିଆ ଯିଏକି ହେଉଛନ୍ତି ଶ୍ରୀ ରାଜନାଥ ସିଂ। ତାପରେ ନେକ୍ସଟ ଆମେ ଯିବା ଭାରତର ହୋମ୍ ଆଫେୟାର ମିନିଷ୍ଟର ମାନେ ମିନିଷ୍ଟର ଅଫ୍ ହୋମ୍ ଆଫେୟାର ଯିଏକି ହେଉଛନ୍ତି ଶ୍ରୀ ଅମିତ ଶାହା। ସେ ଆହୁରି ମଧ୍ୟ ଗୋଟିଏ ଡିପାର୍ଟମେଣ୍ଟରେ ଅଛନ୍ତି ଯାହାକି ହେଉଛି ମିନିଷ୍ଟର ଅଫ୍ କୋଅପରେସନ୍। ଏହାକୁ ମଧ୍ୟ ଆପଣମାନଙ୍କୁ ମନେ ରଖିବାକୁ ପଡ଼ିବ। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ ରୋଡ଼ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେ ଯିଏକି ହେଉଛନ୍ତି ଶ୍ରୀ ନିତିନ ଜୟରାମ ଗଡ଼କରୀ। ଏହାକୁ ମଧ୍ୟ ଆପଣମାନେ ମନେ ରଖିନେବେ। ତାପରେ ନେକ୍ସଟ ଆମେ ଯିବା ଯିଏକି ହେଉଛନ୍ତି ମିନିଷ୍ଟର ଅଫ୍ ଫାଇନାନ୍ସ ଯିଏକି ହେଉଛନ୍ତି ଶ୍ରୀମତୀ ନିର୍ମଲା ସୀତାରମଣ। ସେ ଆହୁରି ଗୋଟିଏ ଡିପାର୍ଟମେଣ୍ଟରେ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ କୋଅପରେଟିଭ୍ ଆଫେୟାର। ଏହାକୁ ମଧ୍ୟ ଆପଣମାନଙ୍କୁ ମନେ ରଖିବାକୁ ପଡ଼ିବ। ତାପରେ ନେକ୍ସଟ ଆମେ ଯିବା ନେକ୍ସଟ ହେଉଛନ୍ତି ମିନିଷ୍ଟର ଅଫ୍ ଏଗ୍ରିକଲଚର ଆଣ୍ଡ ଫାର୍ମର୍ସ ୱେଲଫେୟାର ଯିଏକି ହେଉଛନ୍ତି ଶ୍ରୀ ଶିବରାଜ ସିଂ ଚୌହାନ। ସେ ଆହୁରି ମଧ୍ୟ ଗୋଟିଏ ଡିପାର୍ଟମେଣ୍ଟରେ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ ରୁରାଲ ଡେଭଲପମେଣ୍ଟ। ଏହାକୁ ମଧ୍ୟ ଆପଣମାନଙ୍କୁ ମନେ ରଖିବାକୁ ପଡ଼ିବ। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ ଏକ୍ସଟର୍ନାଲ ଆଫେୟାର ଯିଏକି ହେଉଛନ୍ତି ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର। ଏହାଙ୍କୁ ଆହୁରି ମଧ୍ୟ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ କହନ୍ତି। ତାପରେ ଆମେ ନେକ୍ସଟ ଯିବା ମିନିଷ୍ଟର ଅଫ୍ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଯିଏକି ହେଉଛନ୍ତି ଶ୍ରୀ ଜଗତ ପ୍ରକାଶ ନାଡ୍ଡା। ସେ ଆହୁରି ମଧ୍ୟ ଗୋଟିଏ ଡିପାର୍ଟମେଣ୍ଟରେ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ ହାଉସିଂ ଆଣ୍ଡ ଅର୍ବାନ ଆଫେୟାର ଯିଏକି ହେଉଛନ୍ତି ଶ୍ରୀ ମନୋହର ଲାଲ ଖଟ୍ଟର। ସେ ଆହୁରି ଗୋଟିଏ ଡିପାର୍ଟମେଣ୍ଟରେ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ ପାୱାର। ଏହାକୁ ମଧ୍ୟ ଆପଣମାନେ ଟିକେ ମନେ ରଖିନେବେ। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ ହେଭି ଇଣ୍ଡଷ୍ଟ୍ରି ଯିଏକି ହେଉଛନ୍ତି ଶ୍ରୀ ଏଚ୍ ଡି କୁମାର ସ୍ୱାମୀ। ସେ ମିନିଷ୍ଟର ଅଫ୍ ଷ୍ଟିଲରେ ମଧ୍ୟ ଅଛନ୍ତି। ଏହା ତାଙ୍କର ଆଉ ଗୋଟିଏ ଡିପାର୍ଟମେଣ୍ଟ। ଏହାକୁ ମଧ୍ୟ ଆପଣମାନେ ଟିକେ ମନେ ରଖିନେବେ। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଯିଏକି ହେଉଛନ୍ତି ଶ୍ରୀ ପୀୟୁଷ ଗୋୟଲ। ଏହା ମଧ୍ୟ ଟିକେ ମନେ ରଖିଦେବେ। ତାପରେ ନେକ୍ସଟ ଯିବା ମିନିଷ୍ଟର ଅଫ୍ ଏଜୁକେସନ୍ ଯିଏକି ହେଉଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଇଟା ମୋଷ୍ଟ ଏକ୍ଜାମ ଗୁଡ଼ାକରେ ପଡ଼େ। ଆପଣମାନେ ଯେଉଁମାନେ ବି ଏକ୍ଜାମ ଦେଉଥିବେ ଆପଣମାନେ ନିଶ୍ଚୟ ଜାଣିପାରୁଥିବେ ଯେ ମିନିଷ୍ଟର ଅଫ୍ ଏଜୁକେସନ୍ଟା ନିଶ୍ଚୟ ପଡ଼େ ପରୀକ୍ଷାରେ। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ ମାଇକ୍ରୋ ସ୍ମଲ୍ ଆଉ ମିଡ଼ିୟମ୍ ଏଣ୍ଟରପ୍ରାଇଜେସ୍ ଯିଏକି ହେଉଛନ୍ତି ଶ୍ରୀ ଜୟରାମ ମାଂଝୀ। ଏହାକୁ ମଧ୍ୟ ଆପଣମାନେ ମନେ ରଖିନେବେ। ତାପରେ ନେକ୍ସଟ ହେଉଛନ୍ତି ମିନିଷ୍ଟର ଅଫ୍ ପଞ୍ଚାୟତି ରାଜ ଯିଏକି ହେଉଛନ୍ତି ଶ୍ରୀ ରାଜୀବ ରଞ୍ଜନ ସିଂ। ତାଙ୍କୁ ଲଲ୍ଲନ ସିଂ ମଧ୍ୟ କୁହାଯାଏ। ଏଇଟା ପ୍ରଶ୍ନରେ କନଫ୍ୟୁଜ୍ କରିପାରେ, ଲଲ୍ଲନ ସିଂ ଦେଇପାରେ, କିନ୍ତୁ ଆପଣମାନେ ଶ୍ରୀ ରାଜୀବ ରଞ୍ଜନ ସିଂ ପଢ଼ିଦେଲେ ଆପଣମାନେ ଜାଣିପାରିବେ ନାହିଁ। ସେଥିପାଇଁ ଦୁଇଟା ନାଁକୁ ଆପଣମାନେ ମନେ ରଖିଦିଅନ୍ତୁ। ତାଙ୍କର ଆଉ ଗୋଟେ ଡିପାର୍ଟମେଣ୍ଟ ହେଉଛି ମିନିଷ୍ଟର ଅଫ୍ ଫିସରୀ ଏନିମଲ୍ ହଜବେଣ୍ଡ୍ରି ଆଣ୍ଡ ଡାଇରିଂ। ଏଇଟା ମଧ୍ୟ ଆପଣମାନେ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଉଛନ୍ତି ମିନିଷ୍ଟର୍ସ ଅଫ୍ ପୋର୍ଟସ ସିପିଂ ଆଉ ୱାଟରୱେଜ୍ ଯିଏକି ହେଉଛନ୍ତି ଶ୍ରୀ ସର୍ବାନନ୍ଦ ସୋନୋୱାଲ। ଏହାକୁ ମଧ୍ୟ ଆପଣମାନେ ଟିକେ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ ସୋସିଆଲ ଜଷ୍ଟିସ୍ ଆଣ୍ଡ ଏମ୍ପାୱାରମେଣ୍ଟ ଯିଏକି ହେଉଛନ୍ତି ଡକ୍ଟର ବୀରେନ୍ଦ୍ର କୁମାର। ଏହା ମଧ୍ୟ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ ସିଭିଲ ଏଭିଏସନ୍ ମାନେ ସିଭିଲ ଏଭିଏସନ୍ ଯିଏକି ହେଉଛନ୍ତି ଶ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ। ତାପରେ ନେକ୍ସଟ ହେଉଛି ମିନିଷ୍ଟର ଅଫ୍ କନଜ୍ୟୁମର ଆଫେୟାର ଫୁଡ୍ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ଯିଏକି ହେଉଛନ୍ତି ଶ୍ରୀ ପ୍ରହ୍ଲାଦ ଯୋଶୀ। ସେ ଆହୁରି ଗୋଟିଏ ଡିପାର୍ଟମେଣ୍ଟରେ ମଧ୍ୟ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ ନ୍ୟୁ ଆଣ୍ଡ ରିନ୍ୟୁଏବଲ୍ ଏନର୍ଜି। এই ଡିପାର୍ଟମେଣ୍ଟଟା ମଧ୍ୟ ପରୀକ୍ଷାରେ ପଡ଼େ। ଏହାକୁ ମଧ୍ୟ ଆପଣମାନେ ନିଶ୍ଚୟ ଟିକେ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ ଟ୍ରାଇବାଲ ଆଫେୟାର ଯିଏକି ହେଉଛନ୍ତି ଶ୍ରୀ ଜୁଏଲ ଓରାମ। ଏହାକୁ ମଧ୍ୟ ଆପଣମାନେ ଟିକେ ମନେ ରଖିଦିଅନ୍ତୁ। ତାପରେ
ନେକ୍ସଟ ହେଲା ମିନିଷ୍ଟର ଅଫ୍ ଟେକ୍ସଟାଇଲ ମାନେ କପଡ଼ା ଇଣ୍ଡଷ୍ଟ୍ରି, ଯିଏକି ହେଉଛନ୍ତି ଶ୍ରୀ ଗିରିରାଜ ସିଂ। ଏଇଟା ହେଉଛି ଆମର ଭାରତର, ଏ ଯେତେ ବି ମିନିଷ୍ଟର ଦେଖୁଛନ୍ତି ସମସ୍ତେ ଆମର ଭାରତର। ତାପରେ ନେକ୍ସଟ ଆମେ ଯିବା ମିନିଷ୍ଟର ଅଫ୍ ରେଲୱେ। ଏହା ମଧ୍ୟ ନ୍ୟୁଜରେ ଆପଣମାନେ ଜାଣିଥିବେ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଏହାଙ୍କୁ ଦେଖିଥିବେ ନ୍ୟୁଜରେ ମଧ୍ୟ। ଏବେ ଯେଉଁ ରିସେଣ୍ଟଲି ଟ୍ରେନ୍ ଆକ୍ସିଡେଣ୍ଟ ହେଇଥିଲା ସେଥିରେ ମଧ୍ୟ ଇଏ ଆସିଥିଲେ ଓଡ଼ିଶାକୁ। ସେ ଆହୁରି ମଧ୍ୟ ଡିପାର୍ଟମେଣ୍ଟରେ ଅଛନ୍ତି, ଯେଉଁଟାକି ଦୁଇଟା ଡିପାର୍ଟମେଣ୍ଟରେ ଅଛନ୍ତି। ସେ ଭିତରୁ ଗୋଟେ ହେଉଛି ମିନିଷ୍ଟର ଅଫ୍ ଇନଫର୍ମେସନ୍ ଆଣ୍ଡ ବ୍ରଡକାଷ୍ଟିଂ, ଆଉ ଗୋଟେ ହେଉଛି ମିନିଷ୍ଟର ଅଫ୍ ଇଲେକ୍ଟ୍ରୋନିକ୍ସ ଇନଫର୍ମେସନ୍ ଟେକ୍ନୋଲୋଜି। ଏଇ ଦୁଇଟାକୁ ମଧ୍ୟ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ କମ୍ୟୁନିକେସନ୍, ମିନିଷ୍ଟର ଅଫ୍ କମ୍ୟୁନିକେସନ୍ସ, ଯିଏକି ହେଉଛନ୍ତି ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ। ଏଇ ନାଁ ଟିକେ ଡିଫିକଲ୍ଟଟା, କିନ୍ତୁ ଏହା ଅପସନ୍ ଦେଖିକି ଆପଣମାନେ ଜାଣିପାରିବେ, ଟିକେ ଖାଲି ମନେ ରଖିଦିଅନ୍ତୁ। ସେ ଆହୁରି ଗୋଟେ ଡିପାର୍ଟମେଣ୍ଟରେ ଅଛନ୍ତି ମିନିଷ୍ଟର ଅଫ୍ ଡେଭଲପମେଣ୍ଟ ଅଫ୍ ନର୍ଥ ଇଷ୍ଟର୍ଣ୍ଣ ରିଜିଅନ୍। ତାପରେ ନେକ୍ସଟ ଯିବା ମିନିଷ୍ଟର ଅଫ୍ ଏନଭାରମେଣ୍ଟ ଫରେଷ୍ଟ ଆଉ କ୍ଲାଇମେଟ୍ ଚେଞ୍ଜ, ଯିଏକି ହେଉଛନ୍ତି ଶ୍ରୀ ଭୂପେନ୍ଦ୍ର ଯାଦବ। ସେ ଆହୁରି ଗୋଟେ ଡିପାର୍ଟମେଣ୍ଟରେ ଅଛନ୍ତି ମିନିଷ୍ଟର ଅଫ୍ ଡେଭଲପମେଣ୍ଟ ଅଫ୍ ନର୍ଥ ଇଷ୍ଟର୍ଣ୍ଣ ରିଜିଅନ୍। ସରି, ଏଇଟା ଭୁଲରେ ହେଇଯାଇଛି, ଏଇଟା ପୂର୍ବଟା, ଏଇଟା ଏଇଟା ମନେ ରଖିବେନି। ସରି, ଏଇଟା ଭୁଲରେ ଲେଖି ଯାଇଛି, ଏଟାକୁ ଡିଲିଟ୍ କରିଦିଅନ୍ତୁ। ତାପରେ ନେକ୍ସଟ ମିନିଷ୍ଟର ଅଫ୍ କଲଚର, ଯିଏକି ହେଉଛନ୍ତି ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ସେ ଆହୁରି ଗୋଟେ ଡିପାର୍ଟମେଣ୍ଟରେ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ ଟୁରିଜିମ୍। ତାପରେ ନେକ୍ସଟ ହେଉଛି ମିନିଷ୍ଟର ଅଫ୍ ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ, ଯିଏକି ହେଉଛନ୍ତି ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ। ଏହାକୁ ମଧ୍ୟ ଆପଣମାନେ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଉଛି ମିନିଷ୍ଟର ଅଫ୍ ପାର୍ଲିଆମେଣ୍ଟାରୀ ଆଫେୟାର, ଯିଏକି ହେଉଛନ୍ତି ଶ୍ରୀ କିରଣ ରିଜିଜୁ। ଏହା ସେ ଆଉ ଗୋଟେ ଡିପାର୍ଟମେଣ୍ଟରେ ମଧ୍ୟ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ ମାଇନରିଟି ଆଫେୟାର। ଏହାକୁ ମଧ୍ୟ ଆପଣମାନେ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ ପେଟ୍ରୋଲିୟମ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍, ଯିଏକି ହେଉଛନ୍ତି ଶ୍ରୀ ହରଦୀପ ସିଂ ପୁରୀ। ତାପରେ ନେକ୍ସଟ ଯିବା ମିନିଷ୍ଟର ଅଫ୍ ଲେବର ଆଣ୍ଡ ଏମ୍ପାୱାରମେଣ୍ଟ, ଯିଏକି ହେଉଛନ୍ତି ଡକ୍ଟର ମନସୁଖ ମାଣ୍ଡଭିୟା। ସେ ଆହୁରି ଗୋଟେ ଡିପାର୍ଟମେଣ୍ଟରେ ଅଛନ୍ତି ଯେଉଁଟାକି ହେଉଛି ମିନିଷ୍ଟର ଅଫ୍ ୟୁଥ୍ ଆଫେୟାର ଆଣ୍ଡ ସ୍ପୋର୍ଟସ। ଏଇଟା ବି ଏକ୍ଜାମରେ ପଡ଼େ, ଏହାକୁ ଟିକେ ମନେ ରଖିଦିଅନ୍ତୁ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ କୋଲ୍ ଆଣ୍ଡ ମିନିଷ୍ଟର ଅଫ୍ ମାଇନ୍ସ। ଏହା ମଧ୍ୟ ଏକ୍ଜାମରେ ପଡ଼ିଥାଏ, ଯାହାକୁ ମନେ ରଖନ୍ତୁ ଶ୍ରୀ ଜି କିଷାନ ରେଡ୍ଡି। ତାପରେ ନେକ୍ସଟ ହେଉଛି ମିନିଷ୍ଟର ଅଫ୍ ଫୁଡ୍ ପ୍ରୋସେସିଂ ଇଣ୍ଡଷ୍ଟ୍ରି, ଯିଏକି ହେଉଛନ୍ତି ଶ୍ରୀ ଚିରାଗ ପାସୱାନ। ତାପରେ ନେକ୍ସଟ ହେଲା ମିନିଷ୍ଟର ଅଫ୍ ଜଲ ଶକ୍ତି, ଯିଏକି ହେଉଛନ୍ତି ଶ୍ରୀ ସି.ଆର୍. ପଟିଲ। ତାଙ୍କର ଫଟୋ ମଧ୍ୟ ସାଇଟ୍ରେ ଅଛି। ପିଲାମାନେ, ଏ ଥିଲେ ଭାରତର ଟୋଟାଲ 30 ଜଣ କ୍ୟାବିନେଟ୍ ମିନିଷ୍ଟର। ଶେଷରେ ଆଉ ଥରେ କହୁଛି, ଯେଉଁମାନେ ବି ଚ୍ୟାନେଲରେ ପ୍ରଥମ ଥର ଆସନ୍ତି ଦୟାକରି ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ସାଙ୍ଗମାନଙ୍କୁ ସେୟାର କରିଦିଅନ୍ତୁ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ଥ୍ୟାଙ୍କସ୍ ଫର୍ ୱାଚିଂ।